ଗରିବ ହେଉ ବା ଧନୀ, ଅପମାନର ଯନ୍ତ୍ରଣାଟା ସମସ୍ତଙ୍କୁ ସମାନ ହିଁ ଲାଗିଥାଏ। କାହାକୁ କେବେ କଷ୍ଟ ଦିଅନ୍ତୁ ନାହିଁ କି କାହାକୁ କେବେ ଅପମାନ କରନ୍ତୁ ନାହିଁ। ଜୀବନରେ ସବୁବେଳେ ଛୋଟ ଛୋଟ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ। କାହିଁକି ନା ମନୁଷ୍ୟ ପାହାଡ଼ ଠାରୁ ନୁହେଁ ବରଂ ପଥର ଠାରୁ ହିଁ ଝୁଣ୍ଟିଥାଏ। ସତକୁ କେବଳ ସତ ଭାବରେ କହି ଚାଲନ୍ତୁ, ଦେଖିବେ ଅତି ଭଲ ସମ୍ପର୍କ ଭିତରୁ କିପରି ଶତ୍ରୁ ବାହାରି ଆସିବ। ଅହଙ୍କାର ସେଇମାନେ କରନ୍ତି ଯିଏ ହଠାତ୍ କିଛି ପାଇଯାଇଥାନ୍ତି ଯାହା ଯୋଗ୍ୟ ସେ କେବେ ହୋଇନଥିବେ। ଗାଡ଼ିରେ ଯଦି ବ୍ରେକ୍ ନାହିଁ ତେବେ ଦୁର୍ଘଟଣା ନିଶ୍ଚିତ। ଆଉ ଜୀବନରେ ଯଦି ସଂସ୍କାର ଓ ମର୍ଯ୍ୟାଦା ନାହିଁ ତାହେଲେ ପତନ ନିଶ୍ଚିତ ଅଟେ। ଦୁନିଆରେ ସବୁଠାରୁ ଓଜନ ଜିନିଷ ହେଉଛି ଇଜ୍ଜତ, ଯାହା ଥରେ ତଳେ ପଡ଼ିଗଲେ ଆଉ କେବେ ବି ଉପରକୁ ଉଠେ ନାହିଁ। ଜିନିଷର ମୂଲ୍ୟ ମିଳିବା ପୂର୍ବରୁ ଜଣାଯାଇଥାଏ କିନ୍ତୁ ମଣିଷର ମୂଲ୍ୟ ହରେଇବା ପରେ ଜଣାପଡ଼ିଥାଏ। ଅନ୍ୟକୁ ଦେଖି ହସିବା ବଦଳରେ ନିଜକୁ ନିଜେ ଦେଖି ହସିବା ଉଚିତ। ସବୁବେଳେ ଅନ୍ୟର ଭୁଲକୁ ଦେଖିବା ବଦଳରେ ବେଳେବେଳେ ନିଜର ଭୁଲକୁ ବି ଦେଖିବା ଉଚିତ। ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛି ବି ଲାଭ ନାହିଁ। ଯଦି ଦୁଃଖୀ ମଣିଷଟିଏ ମୁହଁରେ ହସ ଫୁଟେଇ ପାରିଲ ତେବେ ତୁମକୁ ମନ୍ଦିରକୁ ଯିବାକୁ ପଡ଼ିବ ନାହିଁ। ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ଘରେ ରହିଲେ ଜଣେ ବଡ଼ ହୋଇଯାଏ ନାହିଁ। ଭଲ ଗୁଣ ଓ ଜ୍ଞାନ ଥିଲେ ଜଣେ ବଡ଼ ହୁଏ। ବିଶ୍ୱାସ, ଆତ୍ମବିଶ୍ୱାସ, ଈଶ୍ୱର ବିଶ୍ୱାସ ଯେତେବେଳେ ମରିଯାଏ ସେତେବେଳେ ଅନ୍ଧବିଶ୍ୱାସ ଜନ୍ମ ନିଏ। ଆଶା ଏବଂ ଆଶାର ଧାରାରେ କେବଳ ସେଇମାନଙ୍କ ପାଇଁ ସୃଷ୍ଟି ହୋଇଛି ଯେଉଁମାନେ ନିରାଶ ହୋଇଯାଇଥାନ୍ତି। ଜୀବନରେ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ, ତାପରେ ଦୁନିଆ। କାହାକୁ ଜାଣିବାକୁ ଆବଶ୍ୟକ ପଡ଼ିବ ନାହିଁ।